ଗୁଣ୍ଡୁଚି ମୂଷା ଓ ମାଙ୍କଡ଼ ଏକା ସମୟର କଥା। ଜଙ୍ଗଲରେ ଗୁଣ୍ଡୁଚି ନାମକ ଏକ ଛୋଟ ମୂଷା ରହୁଥିଲା। ସେ ଅତି ସ୍ୱାର୍ଥପର ଓ ଚଳାକ ଥିଲା। ମୂଷା ଭାବିଲା ମାଙ୍କଡ଼ ସହିତ ସାଙ୍ଗ ହେବ। ମାଙ୍କଡ଼ ଅତି ଆଲସି ଓ ଅବୋଧ ଥିଲା। ଗୁଣ୍ଡୁଚି ମୂଷା ମାଙ୍କଡ଼କୁ କହିଲା, ଆମେ ଦୁଇ ଜଣେ ମିଶି କାମ କରିଲେ ଆମର ଜୀବନ ସହଜ ହେବ। ଆମେ ମିଶି ଖାଦ୍ୟ ସଂଗ୍ରହ କରିଲେ ଭଲ ହେବ। ମାଙ୍କଡ଼ ଭାବିଲା, ଏହା ଭଲ ଭାବନା। ଆମେ ମିଶି କାମ କରିଲେ ସବୁ କାମ ସହଜ ହେବ। ଦୁଇ ଜଣେ ମିଶି ଖାଦ୍ୟ ସଂଗ୍ରହ କରିବାକୁ ଆରମ୍ଭ କଲେ। ଗୁଣ୍ଡୁଚି ମୂଷା ଦୂର୍ଷୀ ଥିଲା। ସେ ଖାଦ୍ୟ ସଂଗ୍ରହ କରିଲା ଓ ସେଥିରେ ତାହାର ଅଧିକ ଅଂଶ ରଖିଦେଲା। ମାଙ୍କଡ଼ ଆଲସି ଥିବାରୁ ଖାଦ୍ୟ ସଂଗ୍ରହରେ କମ କାମ କରୁଥିଲା। ଏକଦିନ ମାଙ୍କଡ଼ ଗୋଟିଏ ବଡ଼ ପ୍ରବଳ ଗଛର ରୁଟ ନିକଟରେ ଘୁରୁଥିଲା। ସେଠାରେ ତାଙ୍କୁ ଜଣେ ଲାଗିଲା ଯେ ଗୁଣ୍ଡୁଚି ସମସ୍ତ ଖାଦ୍ୟ ଚୋରି କରି ନେଉଛି। ମାଙ୍କଡ଼ ଆଖିରେ ପଡ଼େ ଏବଂ ସେ ଗୁଣ୍ଡୁଚିଙ୍କୁ ଯାଇ କହିଲା, ତୁମେ ବହୁତ ଅଜୀବ। ଆମେ ମିଶି କାମ କରିଲୁ, କିନ୍ତୁ ଖାଦ୍ୟ କେବଳ ତୁମେ ଖାଇ ନେଉଛ। ମାଙ୍କଡ଼ ଆଖିରେ ପାଣି ନେଇ ମୂଷାଙ୍କୁ ଭଲରେ ବୁଝାଇଲା। ଏହାପରେ ଗୁଣ୍ଡୁଚି ନିଜର ଭୁଲକୁ ସ୍ୱୀକାର କରିଲା ଓ ଆପଣଙ୍କୁ ସମାନ ଭାଗ କରିବା ପାଇଁ ସମ୍ମତ ହେଲା। ତାଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନ ହେବା ଆରମ୍ଭ ହେଲା।